से ଦେଇଥିଲେ ଆରଏମସି ତାର ଗାଁ ଅଛି ଓଡ଼ିଶାରେ। ଏଠି ଆମର ଅଞ୍ଚଳରେ ବେଶୀ କପା ହଉଛି। କପାର ମଣ୍ଡା ଆଉ ମକା ଦୁଇଟା ପୁରା 50% ଚାଷ ହଉଛି। ପୁରା ଯେତେ ପଡ଼ିଆ ଜମିରେ କପା ଆଉ ମକା ଆଉ ଦୁସରା କିଛି ହଉନି। ତ ସେଇ ମୁଁ ତ କାଲି ପୁରା ଧମକେଇ ଦେଇଛି ଯାଇକି ସବୁ ଜାଗାରେ ମଣ୍ଡି ସୁରୁଖୁରୁରେ ଚାଲିବ ତାର ବ୍ୟବସ୍ଥା ସରକାର କରୁଛନ୍ତି। ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ନୋଡାଲ ଅଫିସର ରହିବେ ଏବଂ 4-5ଟା ମଣ୍ଡିକୁ ନେଇକରି ଜଣେ ସୁପରଭାଇଜର ରହିବେ। ଟୋଟାଲ ସିଷ୍ଟମକୁ କଲେକ୍ଟର ନିଜେ ମନିଟରିଂ କରିବେ ଏବଂ 2ଟା ଜିଲ୍ଲା ପାଇଁ ଜଣେ ଜଣେ ମାନ୍ୟବର ମିନିଷ୍ଟର ମଧ୍ୟ ଦାୟିତ୍ୱ ରହିବେ। ତେଣୁ ମଣ୍ଡିରେ କିଛି ଅସୁବିଧା ହେବ ନାହିଁ। ଡାଇରେକ୍ଟ କୃଷକମାନେ ତାଙ୍କ ଖାତାରେ 3100 ଟଙ୍କା ଲେଖାଏଁ ପାଇବେ ପର କ୍ୱିଣ୍ଟାଲ ଧାନ ରେଟ୍। ଏଣୁ କୌଣସି ମିଡିଲ ମ୍ୟାନ୍ ବା ଦଲାଲ ସିଷ୍ଟମ୍ ଚାଲିବ ନାହିଁ ଏ ବାରମ୍ବାର କହିଛି। ତେଣୁ କୌଣସି ପ୍ରକାର ଦୁର୍ନୀତି ଭ୍ରଷ୍ଟାଚାରକୁ ଏ ସରକାର ପ୍ରଶ୍ରୟ ଦେବ ନାହିଁ। ଧାନର ମାନ ଦେଖିକି 3100 ଟଙ୍କା ଦିଆଯିବ କ'ଣ କେମିତି? ଧାନର ମାନ ଏଫେକ୍ଟିଭ୍ ମାନ ଆମେ ଚାରିଆଡ଼େ ଲୋକମାନଙ୍କୁ କହୁଛୁ ଯେ କୃଷକମାନଙ୍କୁ ଯେ ଏଫେକ୍ଟିଭ୍ ମାନର ଧାନ ଆଣ, ଟିକେ ପରିଷ୍କାର ପରିଚ୍ଛନ୍ନ ଧାନ, ଶୁଖିଲା ଧାନ ଆଣ, ତାହେଲେ ଆମର କଟିଂ ଛଟଣି ହେବ ନାହିଁ। କଟନୀ ଛଟନୀଟା ଇସ୍ୟୁ ସବୁବେଳେ ରହୁଛି ବର୍ଷ ବର୍ଷ। କଟିଂ ଛଟଣି ଏଇଥରକ ନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେଥିପାଇଁ କୃଷକମାନେ ବି ଟିକେ ସତର୍କ ହେବାକୁ ପଡ଼ିବ। ଟିକେ ଏଫେକ୍ଟିଭ୍ ମାନର ଭଲ ମାନର ଧାନ ଆଣନ୍ତୁ ବୋଲି ମୁଁ ନିବେଦନ କରୁଛି। ମଣ୍ଡିରେ ସିସି କ୍ୟାମେରା ଲାଗିବ କ'ଣ? ସିସିଟିଭି କ୍ୟାମେରା ପ୍ରତ୍ୟେକ ମଣ୍ଡିରେ ଲାଗିବ। ଆଉ ଯେଉଁ ଗାଡ଼ିରେ ଧାନ ଯିବ ସେଠି ଜିପିଏସ୍ ସିଷ୍ଟମ୍ କରାଯିବ। ତେଣୁ ଟେକ୍ନୋଲୋଜିର ମଧ୍ୟ ଭରପୁର ୟୁଜ୍ କରାଯିବ ଯେମିତି ଦୁର୍ନୀତି ଭ୍ରଷ୍ଟାଚାରକୁ ରୋକାଯିବ। କାଲି ବରଗଡ଼ରେ ଆରମ୍ଭ ହେଉଛି ପ୍ରଥମ ଥର ମଣ୍ଡି। କାଲି ବରଗଡ଼ରେ ଆରମ୍ଭ ହେବ। ମୁଁ କାଲି ବରଗଡ଼ରେ ରହିବି ତ ଏ ଷ୍ଟାର୍ଟିଂ ବେଳେ ମଧ୍ୟ ମୁଁ ଅନୁଧ୍ୟାନ କରିବି ଆଉ ସିଷ୍ଟମ୍ଟା କେମିତି ଚାଲୁଛି।